ମାମା ଏ ମାମା ବଲ୍ଟା ମୋ ପାଇଁ ଆସିଛି ନା ତୋ ପାଇଁ ଆସିଛି ଦେଖନ୍ତୁ ମା ଛୁଆ ଦୁଇ ଜଣ ଯାକ ଚଲେଇଛନ୍ତି ଆଉ। ହ୍ୟାଲୋ ହାଏ ଆପଣ ସମସ୍ତଙ୍କୁ ଆଜିର ବ୍ଲଗ୍କୁ ଆପଣମାନଙ୍କୁ ଢେର ସାରା ୱେଲକମ୍। ମାନେ ଆଜିର କ'ଣ କହିବି ମାନେ ଆଜିର ବ୍ଲଗ୍ ଷ୍ଟାର୍ଟ ହେଉଛି ପୁଣି ଏଗେନ୍ ସେଇ ଲାଇଫ୍ରୁ ମାନେ ହେଉଛି ମାନେ ପୁଣି ଆଉଥରେ ଆମେ ସେ ହସ୍ପିଟାଲ ଚକ୍କରରେ ଫସିଯାଇଛୁ। ମାନେ ଡୁଡୁଲକୁ ଆଣିକି ପୁଣି ଆମେ ଆସିଛୁ ହସ୍ପିଟାଲ। ମାନେ କ'ଣ କରିବୁ ଟାଇମ୍ ମାନେ ଭାଇମାନେ ବିଶ୍ୱାସ କରିବେନି ଟାଇମ୍ ଖରାପ ଚାଲିଛି କି କ'ଣ ଗ୍ରହ ଖରାପ କିଛି ଜଣାପଡ଼ୁନି। ମାନେ ବହୁତ ମାନେ ଆମେ ଟେନସନ୍ରେ ଅଛୁ ଲାଷ୍ଟ ମାନେ 7-8 ମାସ ହେଲାଣି ଏତେ ଟେନସନ୍ରେ ଆମେ ଅଛୁ ମାନେ ଯେବେଠୁ ଡୁଡୁଲ ମାନେ ଜନ୍ମ ହେଇଛି ତା ପରଠୁ ଆମ ଲାଇଫ୍ରେ ଏମିତି ଚାଲିଛି ସବୁ ମାନେ ତା ଦେହ ଠିକ୍ ରହୁନି। ତା ଚକ୍କରରେ ମାନେ ଆମେ ପୁରା ହଇରାଣ ହେଇସାରିଲୁଣି ଦୁଇ ଜଣ ଯାକ ମାମାଲି ମୁଁ ମାନେ ସେୟାର ଆଉ କ'ଣ କରିବି ମାନେ ଦୁଃଖଟା ମାନେ ଏତେ ଭିତରେ ଆମେ ରଖିଛୁ ଆପଣମାନଙ୍କ ଆଗରେ ଏକ୍ସପ୍ରେସ୍ କଲେ ପାଖରେ ବସିଲେ ହିଁ ବୁଝେଇ ହେବ ନହେଲେ ମାନେ କେହି ଆପଣ ବିଲିଭ୍ କରିପାରିବେନି କି ଆମେ ଏତେ ଷ୍ଟ୍ରଗଲ୍ କରୁଛୁ। ମାନେ ପୁଣି ଆମେ ଆଉଥରେ ଆସୁଛୁ ସେ ଏବେ ଆଡ଼ମିଟ୍ ହେଇଛି ଏଠି ସେ ଶୋଇଛି ନିଦରେ ମାନେ ଏତେ ତାକୁ ଭଗବାନ ଛୋଟବେଳଠୁ ଜନ୍ମଲା ଦିନଠୁ ଏତେ କଷ୍ଟ ଦେଲେଣି ଆମେ ଭାବୁଛୁ ସିଏ ମାନେ ଆଟଲିଷ୍ଟ କ'ଣ ପାପ କରୁଛି ଛୁଆଟା ତା ହାତରେ ଦେଖନ୍ତୁ କ୍ୟାନୋଲା ପୁଣି ହାତରେ ଫୋଟା ହେଇଛି ଏସବୁ ଏମିତିଆ ଶୋଇଛି ଏବେ ଆଉ ଜଷ୍ଟ କାନ୍ଦି କାନ୍ଦିକି ଶୋଇଛି ଟିକେ ଖାଇକି ଆଉ। ସିଏ ଜନ୍ମ ହେଲା ଦିନଠୁ ନା ମାନେ ଆମ ଘରେ ଗୋଟେ କିଛି ଖୁସି ହେଇଛି ନା କିଛି ସେଲିବ୍ରେସନ୍ ହେଇଛି କିଛି ବି ହେଇନି ମାନେ ଇଭେନ୍ ମାନେ ସେ ଜନ୍ମ ହେଲା ଲୋକଙ୍କୁ ମିଠା ବି ଦିଆହେଇନି। ମାନେ ଭାବନ୍ତୁ ଆମ ମନ ଭିତରେ ମାନେ କେତେ କଷ୍ଟ ଥିବ ଆଜ ମାନେ ଗୋଟେ ଫାଷ୍ଟ ମାନେ ବେବି ହେଲେ ଯେଉଁ ବାପା ମାଆଙ୍କର ଯେଉଁ ଖୁସିଟା ଥାଏ ଆମର ଖୁସି ଅଛି ନୋ ଡାଉଟ୍ କିନ୍ତୁ ସେ ଯେଉଁ ପେନ୍ଟା ଆସିଯାଉଛି ନା ମଝିରେ ମଝିରେ ସେ ଯେଉଁ ଜିନିଷଟା ସହି ହେଉନି। ମାନେ ବେଳେବେଳେ ରାତିରେ ଶୋଇଲା ବେଳେ ମୋତେ ଗୋଟେ କାନ୍ଦ ଲାଗେ ମାନେ ଏତେ କଷ୍ଟ ମାନେ ଭାବିନଥିଲୁ କେଉଁ ଲାଇଫ୍ରେ ଆମେ ଥିଲୁ ମାନେ ବ୍ୟାଚଲର୍ ବେଳେ ଏବେ ଲାଇଫ୍ଟା ସଡନ୍ ମ୍ୟାରେଜ୍ ପରେ ଏଇସବୁ ଜିନିଷ ଲାଇଫ୍ରେ ହେଇଯାଉଛି ମାନେ ଇମାଜିନ୍ ହିଁ କରୁନଥିଲା। ଆଉ ସିଏ ତ ଛୁଆଟା ଦେଖନ୍ତୁ ସେ ଜନ୍ମ ହେଇଛି ମାନେ ସେ ଜାଣିନି ଦୁନିଆକୁ ବି ଠିକ୍ ସେ ଚିହ୍ନିନି କିଛି ହେଇନି ତାର ନାଁ ବି ଦିଆ ହେଇନଥିଲା ତାକୁ କିନ୍ତୁ ନେଇକି ତା ସହିତ ଏତେ ହେଇଗଲାଣି ସେ ଜଷ୍ଟ ଏବେ 8 ମାସର ହେଇଛି ତା ସହିତ ଏତେ ସର୍ଜରୀ ହେଲାଣି ଏତେ ସାରା ଜିନିଷ ହେଲାଣି କ'ଣ ଆଉ କହିବି ଆପଣଙ୍କୁ। ମାମାଲି ଯାଇଛୁ ଆକ୍ଚୁଆଲି ତା ପାଇଁ ମେଡ଼ିସିନଟେ ଆଣିବାକୁ ତଳୁ ହସ୍ପିଟାଲ ଫାର୍ମାସିରୁ କାରଣ ମେଡ଼ିସିନ ମୋତେ କହିଥିଲା ମୁଁ ଯାଇଥିଲି ଟିକେ କାମରେ ତ ଆସିଲା ବେଳକୁ ମୋର ଆଉ ତରତରରେ ମୁଁ ଆସିବି ବୋଲି କାରଣ ମୁଁ ନଥିଲି ଆଜି ମୁଁ ଯେହେତୁ ମାର୍ଚ୍ଚ ମାସ କ୍ଲୋଜିଂ ମୁଁ ଟିକେ କାମ ପାଇଁ ବାହାରକୁ ଯାଇଥିଲି ତ ସିଏ ନିଜେ ଆସିକି ଏଠି ହସ୍ପିଟାଲରେ ପହଞ୍ଚି ସେଠି ବିଲିଂ କରି ଆଡ଼ମିଟ୍ କରି ମାନିବାକୁ ପଡ଼ିବ ମାନେ ଗୋଟେ ଝିଅ ପିଲାଟା ଗୋଟେ ଛୁଆଟା ଧରିକି ସେ ଏକୁଟିଆ ସବୁ ଆଜି ମ୍ୟାନେଜ୍ କରିଛି। ଦେଖନ୍ତୁ ପିଲାଟା ଆସିଲା ମେଡ଼ିସିନ ନେଇକି କହୁଥିଲି ଯାଇଥିଲା ସବୁ ମିଳିଲା मिललानी से नाजल ड्रॉपटा मिललानी ମିଳିଲାନି तो नेट इशू एते जे ହଁ ଆ नेट ଭିତରେ कटिगला पूरा पेमेंट करी बोली कार्ड नहीं नेट कटिगला तापर हेतु तांकर भी कोन वाईफाई देखउतला हेतरे भी कनेक्ट होला किछ हेलानी तापर पुनी से सिस्टम रो वाईफाई देलारो तापर जे पेमेंट होला ତା ହାତ ତଳେ ଯେଉଁ ଦେଇ ଦେଇଛି ଗାମୁଛା ଟିକେ ଦେଇଥିଲି ସେ କାଢ଼ି ଦେଇଛୁ ପୁଣି ସେଇଟା କ୍ୟାଲେଣ୍ଡରଟା ଲଗେଇ ଦେଇଛନ୍ତି ନା कनला କ୍ୟାଲେଣ୍ଡର ଏମିତି କାହିଁ ଲଗେଇଛନ୍ତି ତା ହାତରେ କିଛି ଦେଇନାହାନ୍ତି ଯେଉଁ ତଳେ ପଟି ଭଳିଆ ବାନ୍ଧନ୍ତି ସବୁଥିରୁ କହିଲେଣି ତାଙ୍କୁ दरकार छ କେମିତି ଦରକାର ସେ ବାଡ଼େଇଲେ ସେଇଟା ହାତକୁ ଏଇଟା ଏମିତି ବାଡ଼େଇବେ ଯଦି ସେଇଟା ଖସିବ ନା। ଡିନର ନେଇ ଆସିଲେ ବୁଝିଲୁ ଏଇଟା ଦେଇଛନ୍ତି ଡିନର देखिए कोन देछन खाइदबा ଖାଇଦେବ ମୁଁ ଭାବୁଛି ଖାଇଦେଲେ ଭଲ। ଟୋକାଟେ ଉଠିକି ମେଡ଼ିସିନ ଖାଇଲା ମେଡ଼ିସିନ ଖାଇକି ଦେଖନ୍ତୁ ହାତକୁ ଦେଖୁଛି ତା ହାତରେ କ'ଣ ବନ୍ଧା ହେଇଛି ଡୁଡୁ ଥା ଏ ହେ नो बेटू ନୋ नो नो ନୋ 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 नो 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 ଆମ ଦୁଇ ଜଣଙ୍କ ମନ ଟେନସନ୍ କିନ୍ତୁ ସିଏ ଥର ଆମକୁ ଦେଖିଲେ ହସି ଦେଉଛି ଆମକୁ ସେଇଥିରେ ଲାଗୁଛି କି ତାର କିଛି ହେଇନି ସବୁ ଠିକ୍ ଅଛି ଠିକ୍ ହେଇଯିବ ଏଇ ଜିନିଷ ଆଉ ଏଇ ଯେଉଁ ଜିନିଷ ଆଉ ଏଇ ତ ଜିନିଷ ଆଉ ତମେ जो बेड रे बसछ पूरा बेड रे सीसा भलिया होची ବେଡ଼୍ରେ ମୁଁ ଗୋଟେ ଫାଳରେ ବସିଛି ଏଇଟା ଦବି ଯାଉଛି ସେ ଟେକି ହେଇଗଲାଣି ମା ଛୁଆ ତା ମୁଣ୍ଡ ମାଡ଼ ହବ ପଛପଟେ କାନ୍ଦୁଛି ଏ ତାକୁ ହସେଇ ଦେଉଛି ଆଉ କାନ୍ଦି ବି ପାରୁନି। ଡୁଡୁ କିଏ କି ଡୁଡୁ କିଏ କି ଦେଖନ୍ତୁ ମା ଛୁଆ ଦୁଇ ଜଣ କେମିତି ଫୁ ଫୁ ହେଉଛନ୍ତି ସେ କେମିତି ଅନେଇଛି ଖାଲି ଦେଖନ୍ତୁ ତାକୁ
ତା ମାମା ମୁଁ କେମିତି ଚାହିଁଛି। ଜାଣିଗଲା କି ମୋ ମାମା କରୁଛି ବୋଲି କି ଖୁସି। ଏଠି ମା ପୁଅଙ୍କର ଦେଖନ୍ତୁ ବଲ୍ରେ ଖେଳ ଚାଲିଛି। ଡୁଡୁ 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 ଏଇ ବଲ୍ ଧରିଲା ଆଉ ଚାହିଁବନି କାହାକୁ। ତା ଚାଲିଲା ଆଉ ହାତ ଚାଲିଲା ଆଉ ତାର ଏ ହାତଟା ବଜାଉଥିଲା, ଏଇଟା ଯେଉଁ ଲାଗିଛି ଏଇଟା ବଜାଉଥିଲା, ତାକୁ ସିଲ୍ କରିଦେଇଛନ୍ତି ପୁରା। କେତେ କଷ୍ଟ ହେଉଥିବ କିନ୍ତୁ ସେ ଖେଳୁଛି ଆଉ ତାର ଚିଲ୍। ସେ ଆକ୍ଚୁଆଲି ଆମ୍ବିଳା ହେଇଗଲାଣି, ଦୁଃଖରେ ବି ହସ ଖୋଜୁଛି। ନିଜେ ନିଜେ ବସିଛି, ମୁଣ୍ଡ ବାଜିବ, ତକିଆ ଦେଇ ଦେଇଛି। ଏ ଦେଖନ୍ତୁ ବଲ୍ କେମିତି ଧରିକି ବାଡ଼ଉଛି। ସେ ବଲ୍ ଯେଉଁଟା ସିଲେଇଟା ଯେଉଁ ଟ୍ୟାଗ୍ଟା ଲାଗିଛି ସେଇଟା ଧରିବାକୁ ସୁବିଧା, ସେଇଟା ଧରି ବାଡ଼ଉଛି। ନହେଲେ ଏଡ଼େ ବଡ଼ ବଲ୍ କୁଆଡ଼େ ତା ହାତରେ ରହିବ। ତାକୁ ଧରି ବାଟରେ ଦେଉଛି। ଚା 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 ଡୁଡୁ 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 ହେଇଗଲା। ଆଫା କଲେ ବେଶୀ ହବ, ଆଫା କଲେ ବେଶୀ ହବ। ଛାଡ଼ିଦେ, କିଛି ହେଇନି। ହେଇଥିଲେ କାନ୍ଦିଥାନ୍ତା। ଡୁଡୁ ମାମା କ'ଣ କରୁଛି କି? ଡୁଡୁ ମାମା କ'ଣ କରୁଛି? ମାମା ବଲ୍ଟା ମୋ ପାଇଁ ଆସିଛି ନା ତୋ ପାଇଁ ଆସିଛି? ମାମା ମାମା ବଲ୍ଟା ମୋ ପାଇଁ ଆସିଛି ନା ତୋ ପାଇଁ ଆସିଛି? ଦେଖନ୍ତୁ ମା ଛୁଆ ଦୁଇ ଜଣ ଯାକ ଚଲେଇଛନ୍ତି ଆଉ। ଏଇ ତଳ ପଡ଼ିଯିବ। ସେ ଦେଖୁଛି ଏଇଟା ଗୋଟେ ଏମିତି ବୁଲୁଛି, ତାର ଏ ହାତଟା ସିଲ୍ କରିଦେଇଛନ୍ତି ବିଚରା। ତା ଗ୍ୟାଙ୍ଗରେ ଯଦି କେଉଁ ଛୁଆକୁ ଡାକିଦେବ ତାହେଲେ ସବୁଠୁ ସିଏ ଅଧିକା କରିଥିବ ନାହିଁ। ଯେତେବେଳେ କେସ୍ କାସ୍ ଖାଉ ସବୁ ତାର। ପେଟରେ ଥିଲା ଦିନଠୁ କେସ୍ କରୁଛି ନା, ଖାଲି କେସ୍ ଉପରେ କେସ୍, ଡେଟ୍ ଉପରେ ଡେଟ୍, ଖାଲି ହସ୍ପିଟାଲ ତାକୁ ଡେଟ୍ ପରେ ଡେଟ୍, ଡେଟ୍ ପରେ ଡେଟ୍, ତାରିଖ पे तारीख। ତ ଫାଇନାଲ ଦେଖନ୍ତୁ ଏଠି ଡୁଡୁଲ ଖାଇବା ସବୁ ସରିଗଲା। ତ ଏବେ ଯିବ ଶୋଇବ ଡୁଡୁ। ଡୁଡୁ ଗୁଡ୍ ନାଇଟ୍, ଡୁଡୁ ଗୁଡ୍ ନାଇଟ୍, ଗୁଡ୍ ନାଇଟ୍, ଗୁଡ୍ ନାଇଟ୍, ଗୁଡ୍ ନାଇଟ୍, ଗୁଡ୍ ନାଇଟ୍, ଗୁଡ୍ ନାଇଟ୍, ଗୁଡ୍ ନାଇଟ୍ ବେବି। ଏଇଟା ଦେଖନ୍ତୁ ଡିନର ପାଇଁ ଦେଇଥିଲି, ଦେଖନ୍ତୁ ଏଇଟା ଗୋଟେ ପ୍ଲେଟ୍ ଆଉ ଏଇଟା ଗୋଟେ। ଏଇଟା ଦେଖନ୍ତୁ ଦେଇଛନ୍ତି, ଏଇଟା ଗୋଟେ, ଏଇଟା କ'ଣଟା କିରେ ଫାଷ୍ଟଟା ମକା ଫକା ପଡ଼ିଛି, କର୍ନ ପଡ଼ିଛି, ଗୋଟେ ମିକ୍ସ ଭେଜ୍। ଏଇଟା ବୋଧେ ବୁଟ ଫୁଟ ପଡ଼ିଛି, ବୋଧେ ବୁଟ ଡାଲି ଭଳିଆ ଦେଖାଯାଉଛି, ଘାଣ୍ଟ। ଆଉ ଏଇଠି ଭେଣ୍ଡି ଆଳୁ ଭଜା, ଭାତ, ଡାଲି ଆଉ ସାଲାଡ଼, ଏତିକି ଆଉ। ଏ ସଫିସିଏଣ୍ଟ ହେଇଯିବ ଲାଗୁଛି ତ ନା? ହେଇଯିବନି? ବହୁତ ଅଧିକା ମାନେ ଲଞ୍ଚ ଭଳିଆ ଲାଗୁଛି, ଖାଇବା ହେଇଯିବ। ଜଲ୍ଦି ଖିଆ ହେଉଛି ନା। ଟଙ୍କାଟା ସେଇଟା ଦେଇଛି ଏଇଠି। ଟେଷ୍ଟ ବହୁତ ଭଲ ଅଛି ନା ଖାଇବାର? ଖାଇବା ଟେଷ୍ଟ କିନ୍ତୁ ହସ୍ପିଟାଲରେ ବହୁତ ଭଲ ଅଛି ଖାଇବା ଟେଷ୍ଟ। ଆରେ ଆମେ ଆକ୍ଚୁଆଲି ଭଲ ଖାଇଲେ କ'ଣ ନା, ଯେଉଁ ଦୌଡ଼ାଦୌଡ଼ି ହେଉଛି, ମାନେ ଟିକେ ଖାଇଲେ ଆଟଲିଷ୍ଟ ଦେହରେ ଏନର୍ଜି ରହିବ। ନହେଲେ ଯଦି ନ ଖାଇକି ହସ୍ପିଟାଲ କାମରେ ଯଦି ତୁମେ ଭାବିବ ଆମେ ଖାଇବୁନି, ମନ ଦୁଃଖ ଅଛି, ଖାଇବୁନି, ଇଏ ନେବୁନି, ତାହେଲେ ପେସେଣ୍ଟର ଯାହା ହେବ ହେବ, ତୁମେ ତା ସହିତ ଆହୁରି ଯିବ, ତାହେଲେ ତୁମେ ପୁଣି ପେସେଣ୍ଟ ହେଇକି ଯିବ ଗଲାବେଳକୁ ଲାଷ୍ଟକୁ। ଘରୁ ଆସିଲା ରାତିରେ ଖାଇଲେ ପରେ କିନ୍ତୁ ତା ପରଦିନ ତ ଦିନ ସାରା ଏପଟ ସେପଟ।
ଖାଇବାକୁ ଆଣିବାକୁ ବି ମନା କରିଦେଲୁ କାହିଁକିନା ଆମେ ଟୋଟାଲ୍ ଯାଇକି ଖାଇ ବି ପାରୁନଥିଲୁ କାହିଁକିନା ତାକୁ ଆନାସ୍ଥେସିଆ ଦେଇକି ସେ ହୋସ୍ରେ ଆସିନଥିଲା। ନ ଖାଇକି ପେଟ ଗରମ ତ ବେଟର୍ କି ଖାଇକି ଆଟଲିଷ୍ଟ ପୁରା ମାନେ ମୋର ପୁରା ଘରକୁ ଗଲା ପୁରା ପେଟ ଗରମ ପୁରା ଟିକେ ଚଳିବ ତା ବି ତୋର ବି ପେଟ ଖରାପ ହେଇଯିବ ଏଠି ତ ଆପଣ ନ ଖାଇବେ ଯଦି ହସ୍ପିଟାଲ କାମରେ ପେଟ ପୁରା ବିଗିଡ଼ିଯିବ। ଏବେ କେତେ ଦିନ ଆମ ହେଇଥିଲା ଯାଇଥିଲୁ 3 ଦିନ 4 ଦିନ ହବ। 3-4 ଦିନ ମାନେ 22 ତାରିଖ ଆମେ ଏଠୁ ଡିସଚାର୍ଜ ହେଇଥିଲୁ। ଶନିବାର ରାତି 10ଟାରେ ଆମେ ଡିସଚାର୍ଜ ହେଇକି ଗଲେ। ଆଜି ହେଲା ଗୁରୁବାର ରବି ସୋମ ମଙ୍ଗଳ ବୁଧ 4 ଦିନ ହେଇଛି ମଝିରେ ପୁଣି ଆସିକି ଗୋଟେ ମିସଅଣ୍ଡରଷ୍ଟାଣ୍ଡିଂ ଆଉ କମ୍ୟୁନିକେସନ ହଁ ଗ୍ୟାପ୍ ହଁ ପାଇଁ ହିଁ ଏସବୁ ମିସଅଣ୍ଡରଷ୍ଟାଣ୍ଡିଂ ଆକ୍ଚୁଆଲି ଆମେ ଗୋଟେ ଜିନିଷ କହୁଛୁ କିନ୍ତୁ ଶୁଣିବାକୁ ନାରାଜ। ଶୁଣୁ ହିଁ ନାହାନ୍ତି। ହଁ ହଁ ଆମେ ଜାଣିଛୁ ହଁ ହଁ ହଉଛି ଆମେ ଗୋଟେ କ୍ଲାରିଟି ଦେଇକି ବୁଝୁଛୁ ଆରେ ଏଇଟା ଆମକୁ ଦରକାର ଏଇ ଟେଷ୍ଟଟା ଦରକାର ହଁ ଆମର ହଉଛି ହଁ ହଉଛି ହେଇଯିବ ତାପରେ ରିପୋର୍ଟ ଟେଷ୍ଟ ତ ହେଇଗଲା ଆମେ ଜାଣିଲୁ ରିପୋର୍ଟ ଆସିବ। ତାପରେ କିଏ ନ ଜାଣିବେ କଣ ଜିନିଷଟା ଅଲଗା କଥା ଆମେ ଜାଣୁଛୁ କି ଜିନିଷଟା କଣ କରାହବ କହୁଛୁ ତାର ଜାଣିଛ ନା 6 ଦିନରୁ ସର୍ଜରୀ ହେଇଛି କହିବି ଯଦି ହେଲେ ଆପଣଙ୍କୁ ପୁରା ମାନେ ସେ ପୁରା ଗୋଟେ ଦିନ ପୁରା ପଳେଇବ। ତା ଦେହରେ ଆମେ ସବୁ ଜାଣିଛୁ ଆମେ ଆଜ ଏ ପ୍ୟାରେଣ୍ଟ ହିସାବରେ ଆମର ଆମେ ଜାଣିଛୁ ଆମେ ଏଇଟା ରିସର୍ଚ୍ଚ କରୁଛୁ କଣ ହଉଛି କଣ ନାହିଁ ଏଇ ସବୁ ହଇରାଣ ଲାଗୁ ଆମକୁ ଆକ୍ଚୁଆଲି ଏଇଟା ଭଲ ଲାଗେନି। ଆମେ ଯାହା ସିଏ ବି ହଇରାଣ ନା ସେ ଆନାସ୍ଥେସିଆ ପୁଣି ନେବା ଆଉଥରେ ଏଇ ସବୁ ପାଲା ସବୁ ମତେ ଭଲ ଲାଗୁନି। ଟାଇମ୍ ୱେଷ୍ଟ ଟାଇମ୍ଟା କେତେ ଇମ୍ପୋର୍ଟାଣ୍ଟ ଟାଇମ୍ ଆମର ୱେଷ୍ଟ। ଫୁଡ ବ୍ଲଗିଂ ତ ଆଜି ଆକ୍ଚୁଆଲି ଯାଇଥାନ୍ତୁ ଆମେ ଏଠି ଆସି ରହିଲୁ ଆଉ ବ୍ଲଗ ପାଇଁ କୁଆଡ଼େ ଯାଇପାରୁନୁ। ଏ ଚାଲିଛି ଖାଇଦେଇକି ଯିବୁ ଆଉ ଟୋଟାଲ ଦିନ ସାରା ଆଜି ଶୋଇପାରିନି ବହୁତ ଚିଡ଼ଚିଡ଼ ହେଉଥିଲା ହସ୍ପିଟାଲରେ ଆସିକି ଏବେ ଟିକେ ରୁମ୍ରେ ଆସିକି ଖାଇଲା ଟିକେ ଶୋଇଲା ଶୋଇପାରୁନଥିଲା ଜମା ବି ଶୋଇଛି ସେଥିପାଇଁ ଆମେ ଖାଇଦେଉଛୁ କାହିଁକିନା ଆମେ ଖାଇସାରିଲା ବେଳକୁ ସେ ଉଠିଗଲେ ତାକୁ ଆଟଲିଷ୍ଟ ଖୁଆପିଆ କରିବୁ। ଏଇଆ ଆଉ ଆପଣମାନେ ଭଲ ପାଇଛନ୍ତି ଦିଅନ୍ତୁ ଆଉ ଦୁଃଖ ଭିତରେ ଆପଣମାନେ ଟିକେ ଭଲ ପାଇବା ଦେବେ ଟିକେ ଏନର୍ଜି ମିଳିବ ଆମକୁ ଆଉ ଠିକ୍ ଅଛି ଆମେ ଯାଉଛୁ ଖାଇଦେଉଛୁ ଯଦି ଖାଇବା ସରିବ ତାପରେ ଦେଖି ଆସି ଉଠିବ ଯଦି ତାକୁ ଦେଖେଇବି ଆଣିବି ଆଉ। ଡୁଡୁଲ ଏବେ ଉଠିଗଲା ଆମେ ଖାଇସାରିଲୁ ଜଷ୍ଟ ଆଉ ସେ ଉଠିଗଲା ବେଟୁ ବେଟୁ ଆମ ଝିଙ୍ଗିଲେ ଏମିତି କାହିଁ ହଉଛି କିଛି ନାହିଁ କିଛି ନାହିଁ। ଫାଇନାଲି ଡୁଡୁଲ ତ ପୁରା ଶୋଇପଡ଼ିଛି ନିଦରେ ତ ବହୁତ ଜୋର ନିଦ ଲାଗିଯାଇଛି କ୍ୟାନୋଲା ଫୋଡ଼ା ହେଇଛି ମାନେ ତା ହାତରେ ବହୁତ ଥର ଫୋଡ଼ା ହେଲାଣି ଆକ୍ଚୁଆଲି ସେ ଜନ୍ମ ହେଲା ଦିନଠୁ କାରଣ ଯେତେବେଳେ ଯେଉଁଠିକି ଯାଉଛି ହସ୍ପିଟାଲରେ ସେ ଯେଉଁ ସିରିଞ୍ଜଟା କ୍ୟାନୋଲା ଲଗାଉଛନ୍ତି କ୍ୟାନୋଲା ମାନେ ଯେଉଁ ଛୋଟିଆ ଜିନିଷଟା ଏମିତି ଗୋଟେ ଲାଇନ୍ ମାନେ ପାଇପ୍ ଟାଇପ୍ର ଥିବ ଯେଉଁଟାକି ଯାହାର କି ଯେଉଁ ଇଞ୍ଜେକ୍ସନଟା ଫୁଟିଥିବ କେଉଁଥିରେ ଆମର ଭେନ୍ରେ ତ ଯାହା ବି ଛୁଆଙ୍କୁ ତ ଇଞ୍ଜେକ୍ସନ ସେମିତି ଡାଇରେକ୍ଟ ଦେଇହେବନି କି ଖାଇବା ଜିନିଷ ଡାଇରେକ୍ଟ ଦେଇହେବନି ତ କିଛି ବି ତାଙ୍କୁ ତ ଦରକାର ମାନେ ଫ୍ଲୁଇଡ଼ ଜିନିଷ ତ ସବୁ କିଛି କ'ଣ ନା ସେଇ କ୍ୟାନୁଲାର ଯେଉଁ ପାଇପ୍ ଥାଏ ତା ମୁହଁରେ ତ ସେଆରି ଭିତରେ ପ୍ରତିଥର ଦେଇଦେବେ ମାନେ ତାକି ଏକାଥରେ ଜିନିଷଟା ଭେନ୍କୁ ପଳେଇବ ଆଉ ଏମିତି ପ୍ରତିଥର ଦୁଇଥର 4ଟା ଇଞ୍ଜେକ୍ସନ ତାର ଦରକାର ହେବ ତ 4 ଥର ଫୋଡ଼ିବେନି ନା କାଟିବ ତାକୁ ସେଥିପାଇଁ ସେଇଟା ଗୋଟେ ପରମାନେଣ୍ଟ ଲଗେଇ ଦିଅନ୍ତି ଯେତିକି ଦିନ ଯାଏଁ ଛୁଆ ରହିବ ହସ୍ପିଟାଲରେ ତ ଯେତେବେଳେ ଯାହା ଦରକାର ହେବ ସେଇ କଣା ଗୋଟେ ପୁରେଇକି ତାକୁ ପ୍ରେସ୍ କରିଦେବେ ତ ମାନେ ସେଇଟା ସିରିଞ୍ଜ ହେଉ କିଛି ବି ଖାଇବା ହେଉ ତ ଯାହା ବି ସେଇ ବାଟରେ ସେଇ ପାଇପ୍ ଦେଇକି ଡାଇରେକ୍ଟ ଭେନ୍କୁ ପହଞ୍ଚିବ ସେଥିପାଇଁ ସେଇଟା ଗୋଟେ କରାହେଇଛି ଆଉ ଗୋଟେ ଭଲ ସିଷ୍ଟମ୍ କିନ୍ତୁ ଆଗରୁ କ'ଣ ଛୁଆଙ୍କୁ ବାରମ୍ବାର ଧର ଦିନକୁ 5ଟା ଇଞ୍ଜେକ୍ସନ ନେବାର ଥିବ ତ ପ୍ରତିଥର ଆସି ଫୋଡ଼ୁଥିବେ ତ କାନ୍ଦୁଥିବ ନା ଏଇଟା ଏକାଥରେ ଫୋଡ଼ା ହେଇକି ରହିଲା ଗୋଟିଏ ଫିକ୍ସ ହେଇଗଲା ତାକୁ ବାନ୍ଧିଦେବେ ତାପରେ ସେଇ ଇଏରେ ପ୍ରତିଥର ଯାଉଥିବ ଖାଇବା କି ଯାହା ବି ଇଞ୍ଜେକ୍ସନ ଫ୍ଲୁଇଡ଼ ଯାହା ବି ଯିବ ଆଉ ତ ସେ ଏବେ ଶୋଇପଡ଼ିଛି ଖାଇକି ପୁରା ଟାୟାର୍ଡ଼ ହେଇକି ତ ମାନେ ମୁଁ ବି ଏବେ ଏଡ଼ିଟିଂ ଟିକେ କରିବି କାରଣ ପୁରା ହେଡ଼ାକ୍ ଭାଇ ମୁଣ୍ଡ ପୁରା ବିନ୍ଧା ହେଲାଣି ମାମାଲି ବି ସିଆଡ଼େ ଯାଉଛି ତାକୁ ଆଉ ଟିକେ ପରେ ତାକୁ ଶୁଆଉଛି ସେ ଶୋଇପଡ଼ିବ 2 ଜଣ ଯାକ ମୁଁ ଏଡ଼ିଟିଂ ସାରିକି ଶୋଇବି ଆଉ ତ ଠିକ୍ ଅଛି ବାସ୍ ଆଜିର ବ୍ଲଗ୍ ଏଇଠି ଏଣ୍ଡ କରୁଛି ପୁଣି ଦେଖା ଆପଣମାନଙ୍କ ସହିତ କାଲିର ବ୍ଲଗ୍ରେ
ଆଶା କରୁଛି କାଲିର ସୂର୍ଯ୍ୟ ଉଦୟ ହେଲେ ଆମ ଦିନଟା ଭଲ ଯାଉ, ଆପଣମାନେ ସେମିତି ଆଶୀର୍ବାଦ ଦିଅନ୍ତୁ, ଭଲ ପାଇବା ଦିଅନ୍ତୁ। ଦେଖା ହବ ଆପଣମାନଙ୍କ ନେକ୍ସଟ ବ୍ଲଗ୍ରେ। ଏ ପାଇଁ ଟାଟା ବାଏ, ଗୁଡ୍ ନାଇଟ୍।